ଝରିକା ତହସିଲଦାରଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ ଦେଲେ ଜନଜାତି ସୁରକ୍ଷା ମଞ୍ଚର ମାଝୀ ଏବଂ ପୂଜାରୀ ପରିବାର। ସୂଚନା ପ୍ରକାରେ ଝରିକା ତହସିଲ ଅଧୀନ କାନକଟି ପଞ୍ଚାୟତ ଅନ୍ତର୍ଗତ ବୁଲିପଡ଼ା ଗାଁର ଜମିଜୁମା ସମ୍ବନ୍ଧୀୟ ଓଡ଼ିଶା ହାଇକୋର୍ଟର ଅର୍ଡର ଏବଂ ଦସ୍ତଖତ ନେଇ ଉଭୟ ମାଝୀ ପରିବାର ଏବଂ ପୂଜାରୀ ପରିବାରଙ୍କ ତରଫରୁ ସୁରେନା ମାଝୀ ଏବଂ ଦୁଦର ପୂଜାରୀ ତାଙ୍କ ସହଯୋଗୀମାନଙ୍କ ସହ ତହସିଲ କାର୍ଯ୍ୟାଳୟକୁ ଯାଇଥିଲେ। କିନ୍ତୁ ତହସିଲଦାର ତାଙ୍କ ଆପ୍ଲିକେସନ ଏବଂ କୋର୍ଟ ଅର୍ଡରକୁ ଦେଖିବା ପରେ ଫାଡ଼ି ଦେଇଥିବା ଏବଂ ଜାତିକୁ ଆକ୍ଷେପ କରି ଗାଳିଗୁଲଜ କରିଥିବା ଅଭିଯୋଗ ଆଣି ଉଭୟ ପରିବାର ଥାନାରେ ଏକ ଲିଖିତ ପତ୍ର 1/7/2026 ତାରିଖରେ ଦାଖଲ କରିଛନ୍ତି ଏବଂ ଥାନା ସମ୍ମୁଖରେ ଝରିକା ତହସିଲଦାର ସୁମତ ପାତ୍ରଙ୍କ ଆରେଷ୍ଟ ଦାବିରେ ଧାରଣାରେ ବସିଥିଲେ। ବର୍ତ୍ତମାନ ଏହି ଘଟଣାର ତଦନ୍ତ ପୋଲିସ କରୁଛି। ଜଣେ ତହସିଲଦାର ଏଭଳି ନିରୀହ ଆଦିବାସୀ ଭାଇମାନଙ୍କୁ ଦୁର୍ବ୍ୟବହାର କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ଏହି ଘଟଣାର ଜିଲ୍ଲାସ୍ତରୀୟ ନିରପେକ୍ଷ ତଦନ୍ତ ହେବା ଉଚିତ ଏବଂ ପ୍ରକୃତ ଘଟଣା କ'ଣ ତାହା ତଦନ୍ତ ପରେ ଜଣାପଡ଼ିବ। ନବରଙ୍ଗପୁରରୁ ମିହିର ଶଙ୍କର ପାତ୍ରଙ୍କ ରିପୋର୍ଟ, ସ୍ୱସ୍ତିକ ନ୍ୟୁଜ୍।